ଆଜ୍ଞା ଗୋଟେ କଳାକାର ଯେତେବେଳେ ସମ୍ମାନିତ ହୁଏ ତାକୁ ନିହାତି ଖୁସି ଲାଗେ, ତା ପାଇଁ ଏକ ଗର୍ବର କଥା। ଆଉ ଯେହେତୁ ମୁଁ ଜଣେ କଳାକାର, ଆଜି ମତେ ଡାକିକି ସମ୍ମାନିତ କଲେ ତ ନିହାତି ମୋ ପାଇଁ ଏଇଟା ଗୋଟେ ଖୁସିର କଥା। ଆଜ୍ଞା ସେଇଟା ମୋ କର୍ମ, ସେଥିରେ କଷ୍ଟ ନୁହଁ, ସେଟା ହଉଛି ମୋ କର୍ମ ଏବଂ ମୋ କର୍ମକୁ ମୁଁ ବହୁତ ଏନ୍ଜୟ କରେ। ଏଇ କର୍ମ ଭିତରେ ବି ଆପଣ ଯେତେବେଳେ ପରିବାର ସହ ରହନ୍ତି ତ କେମିତି ଅନୁଭବ କରନ୍ତି କଣ ଡ୍ୟାନ୍ସ? କଷ୍ଟ ହୁଏ, କିନ୍ତୁ ମୁଁ ଯୋଉ ରାତି ଅନିଦ୍ରା ହେଇ କାମ କରେ ତା ବଦଳରେ ମୁଁ ପାରିଶ୍ରମିକ ପାଏନି କି? ସେ ପାରିଶ୍ରମିକରେ ତ ମୋ ପରିବାର ତ ପୁଣି ଚଳେ ନା ନାଇଁ। ସେଇଟା ଭୁଲି ଯାଇଛି ପାରିଶ୍ରମିକ ଟିକେ ପଛରେ। ଆଜ୍ଞା ଦେଖନ୍ତୁ, ଯଦି ମୁଁ ଇନକମ ନ କରିବି ମୋ ଘର ଚାଲିବ କେମିତି? ମୁଁ ଯଦି 24 ଘଣ୍ଟା ଘରେ ବସିବି ମୋ ଘର ତ ବୁଡିଯିବ ନା, ବୁଝିପାରିଲେ ନା? ତେଣୁ ଏଇଟା ହଉଛି ମୋ କର୍ମ, ଏଇଟା ମୁଁ କର୍ମ କରିବି, 2 ପଇସା ପାଇବି, ମୋ ଘର ଚାଲିବ। ଏଇଆ ହଉଛି। ଜୟ ଶ୍ରୀ ଜଗନ୍ନାଥ। ସର୍ବପ୍ରଥମେ ମିडिଆ ଭାଇ ମାନଙ୍କୁ ମୋର ଅଭିନନ୍ଦନ ଏବଂ ଏଇ ଯୋଉ ଆଜି କାର୍ଯ୍ୟକ୍ରମ ଏଠି ଆयोजित କରାଯାଉଥିଲା ମା ସୁନାଦେବୀ ୱାଟରଫଲ ତରଫରୁ ପ୍ରଥମ ବାର୍ଷିକ 2026 କଳାକାର ସମ୍ମାନ, ମୁଁ ସେମାନଙ୍କୁ ପ୍ରଥମେ ଧନ୍ୟବାଦ ଦେବି ଏଇଥିପାଇଁ ଆଜିର ଏଇ ଯୋଉ ସ୍ୱାର୍ଥପର ଦୁନିଆରେ କେହି କାହାର ହୋଇନଥିଲା ବେଳେ ଆମେ ଯାତ୍ରା କଳାକାର ହଉ ବା ସିନେମା କଳାକାର ହଉ, ଆମେ କଳାକାର ମାନେ କଳା ପରିବେଷଣ କରୁ, ସେଥିପାଇଁ କିଛି ଆମେ ପାରିଶ୍ରମିକ ନେଇଥାଉ। ବିନା ସ୍ୱାର୍ଥରେ ଆମ ମାନଙ୍କୁ ଡାକି ଏମିତି ସମ୍ମାନିତ କରିବା ହଉଛି ଗୋଟେ ମହତ୍ ପୁଣ୍ୟର ଉଦାହରଣ ସୃଷ୍ଟି କରିଛନ୍ତି ମା ସୁନାଦେବୀ ୱାଟରଫଲ ସମସ୍ତ ମେମ୍ବର ମାନେ। ସେମାନଙ୍କ ପାଖରେ ଆମେ ସମସ୍ତେ ଚିରଋଣୀ। ଏମିତି ସଂସ୍ଥା ଆଗକୁ ଚାଲୁ, ଏମିତି କଳାକାର ମାନଙ୍କୁ ସମ୍ମାନିତ କରିଥାନ୍ତୁ, ଏତିକି ହଉଛି ଆମ ମାନଙ୍କର ଆଶା ଏବଂ ବିଶ୍ୱାସ ଅଛି। ଓଡିଶାରେ କଳା ବଞ୍ଚିଛି, ବଞ୍ଚି ରହିବ, ସବୁଦିନ ପାଇଁ ଆଗରେ ରହିବ। ଆଜି ଏ କାର୍ଯ୍ୟକ୍ରମରେ ଯୋଗଦାନ କରି ବହୁତ ଖୁସି ଲାଗୁଛି, ବହୁତ ଆନନ୍ଦିତ ଲାଗୁଛି। ହଁ କହିବି, ଏ ତ ପ୍ରଥମ ବର୍ଷ, ଯାହା ହଉ ଯାତ୍ରାକୁ ଭଲ ପାଉଥିବା ଏମିତି ଚାରିଟି ସ୍ପଟ ବହୁତ ବର୍ଷ 500 ଜାଗାରେ ଆମେ ସମ୍ମାନିତ ହେଇଛୁ, ବହୁତ ବଢିଆ ଲାଗିଲା। ଖାଲି ଯାତ୍ରା ନୁହେଁ, ଫିଲ୍ମ, ସାମାଜିକ ଯିଏ ଅଛନ୍ତି ସମାଜରେ ସମାଜ ସେବା କରୁଛନ୍ତି ସମସ୍ତଙ୍କୁ ଏ ସେବା ଜାରି ରହିବା ଦରକାର। ଆମ ପରି ନୂଆ ନୂଆ କଳାକାରଙ୍କୁ ଉତ୍ସାହ କରିବା ଦରକାର। ଇଏ ମିଳିଲା ପରେ ଆମ ତଳେ ଯିଏ ଆସିବେ, ପୂର୍ବରୁ ଯିଏ ଆସିବେ, ତାଙ୍କ ମନ ବି ଉତ୍ସାହ ହବ ଯେ ଆମେ ବି ପୁରସ୍କାର ପାଇବୁ, ସମ୍ମାନିତ, ବହୁତ ଖୁସି ଲାଗିବ। ମୁଁ ଠାକୁରଙ୍କୁ ଡାକୁଛି 100 ବର୍ଷ ହଉ। ଖୁସି ମାନେ ଅଲଗା ପ୍ରକାର ଖୁସି, ଏଇଟା ସମ୍ମାନ ନୁହେଁ, ଏଇଟା ଗୋଟେ ବୁଷ୍ଟର, ମାନେ ଯୋଉ ହଲିକ୍ସ ହେଲେ ଜୋସ୍ ଲାଗେ। ବାହାରିବ କାଲି ଫେସବୁକରେ ବାହାରିବ, ବାପା ଖୁସି ହେବେ, ବହୁତ ଚାଲିଗଲା 2 ମାସ ତଳେ, ସେଥିରେ ବହୁତ ଖୁସି ହୁଏ। ଏ ସମ୍ମାନ ମୁଁ ଘରେ ରଖିଛି ସବୁ, ଏଇ ପୁଣି ଗୋଟେ ଆଡ ହେଲା, ବହୁତ ଖୁସି ଲାଗେ। କୁଆଡେ ଯିବାର ନାହିଁ, ଘରେ ପୁରା ଗାଁରେ ରହିବୁ, ଗାଁ 10 ଦିନ ପୁରା ଗାଁରେ ରୁଆଯିବ। ଆଉ ବାପା ଏକା ଘରେ ରହୁଛନ୍ତି ନା, ତାଙ୍କ ସହିତ ପୁରା ଏନ୍ଜୟ କରିବୁ ଆଉ। ନାଇଁ ବାହାରେ ଇଚ୍ଛା ନାହିଁ, ଗାଁରେ ଆମେ ତ ବୁଲୁଛୁ ଓଡିଶା ତାର ପ୍ରତ୍ୟେକ ଜାଗା, ଗାଁରେ ରହିବୁ। ଯାଉ ଏ ଆୱାର୍ଡଟି ମୁଁ ସର୍ବପ୍ରଥମେ ଫାଷ୍ଟ ଅଫ୍ ଅଲ୍ ଧନ୍ୟବାଦ ଦେବି ସତ୍ୟ ଜେନା ସାର୍ଙ୍କୁ, ଯିଏକି ମୋତେ ଫିଲ୍ମ ପ୍ଲାଟଫର୍ମ ଆଣିକି ମୋତେ ଯାତ୍ରା ଦୁନିଆରେ ମୋତେ ଏଣ୍ଟ୍ରି କରେଇଥିଲେ। ତା ସହିତ ମୁଁ ଓଡ଼ିଶାର ସମଗ୍ର ଦର୍ଶକ ବନ୍ଧୁମାନଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି, ଯେଉଁଟାକି ଏତେ ସାରା ମୁଁ ଢେର ସାରା ଭଲ ପାଇବା ପାଏ ବୋଲି ମୁଁ କେବେ ବି ସ୍ୱପ୍ନରେ ବି ଆଶା କରିନଥିଲି। ପ୍ରଥମ ବର୍ଷରେ ମୋତେ ବର୍ତ୍ତମାନ 9 ମାସ ହେଲା ଯାତ୍ରାରେ ଏଣ୍ଟ୍ରି କରିଛି, ଢେର ସାରା ମୋତେ ଭଲ ପାଇବା ମିଳିଛି। ଆଉ ଏତେ ଭଲ ପାଇବା ମିଳିଛି ଯେଉଁଟାକି ମୁଁ ସ୍ୱପ୍ନରେ ବି ଭାବିନଥିଲି ଯାତ୍ରାର ପ୍ଲାଟଫର୍ମଟା ଏତେ ମାନେ ଲୋକମାନଙ୍କର କ୍ରେଜ୍, ମାନେ 200 କିଲୋମିଟର ଆସି ଯାତ୍ରା ଦେଖୁଛନ୍ତି। ଯେଉଁଟାକି ଆମେ ଫିଲ୍ମ ଆମେ ପ୍ରଥମରୁ ରିଲିଜ୍ କଲେ ଯେଉଁ ଟାଇପ୍ର ରିଲିଜ୍ ହେଉଛି, ଯେଉଁମାନେ ପବ୍ଲିସିଟି ପାଇଁ ଯେଉଁ ପଇସା ଖର୍ଚ୍ଚ ହେଉଛି, କିନ୍ତୁ ଯାତ୍ରାରେ ମାନେ 200 କିଲୋମିଟର ଲୋକ ଆସି ବ୍ଲାକ୍ କରି ଟିକେଟ୍ ବ୍ଲାକ୍ କରି ଦେଖୁଛନ୍ତି। କମ୍ଫର୍ଟେବୁଲ ଦେଖନ୍ତୁ, କଷ୍ଟ ତ ସବୁଥିରେ, ଫିଲ୍ମରେ ବି ଆମକୁ କଷ୍ଟ କରିବାକୁ ପଡୁଛି। ଯେତେବେଳେ ସରିଲା ଭୁବନେଶ୍ୱର ସୁଟିଂ ଚାଲିଥିଲା, ମୁଁ 40 ଡିଗ୍ରୀ ଟେମ୍ପରେଚରରେ ମୁଁ ଫାଇଟ୍ କରିଛି, ଖରାରେ ବି କାମ କରିବାକୁ ପଡ଼ିବ, କିନ୍ତୁ ଯାତ୍ରାରେ ଏଇଆ ରାତିରେ କରିବାକୁ ପଡ଼ିବ, କିନ୍ତୁ ରାତି ଅନିଦ୍ରା ହେଉଛି, ସେଇଟା ହିଁ ଟିକେ ନାକୁ ନିଶ୍ଚିତ ଭାବରେ ବହୁତ ଖୁସି ଅଛି। କାରଣ ଦେଖନ୍ତୁ, ଯେତେ କଷ୍ଟ କଲେ ବି ଲୋକମାନଙ୍କର ଭଲ ପାଇବା, ଏଇସବୁ ସମ୍ମାନ ମିଳିବା ଦ୍ୱାରା ଗୋଟେ କଳାକାରର ମାନେ କଷ୍ଟ ଭୁଲି ଯାଆନ୍ତି, ଯେଉଁଟାକି ମାନେ ଏନର୍ଜିକ୍ ଲାଗନ୍ତି, ଯେଉଁଟାକି ଆହୁରି ମାନେ ପରିଶ୍ରମ କରିବା ପାଇଁ, ଜୀବନ୍ତ ଅଭିନୟ କରିବା ପାଇଁ। ଠିକ ଅଛି, ମୁଁ ଦରିଆ କୂଳର ଦରଦୀ ବନ୍ଧୁର ଗୋଟେ ଡାଇଲଗ ମାରୁଛି, ଯେଉଁଟାକି ସାଇକ ଭୂମିକାରେ ଚରିତ୍ରର ଗୋଟେ ଡାଇଲଗ। ଦେଇଛ ବାପାର ସ୍ନେହ ମୋ ଉପରେ ଢାଳି ଦେଇଛ, ଯେତେବେଳେ ବାପା ବାପା କହି ତମ କାନ୍ଧ ଉପରେ ମୁଁ ଆଉଜି ଯାଇଛି, ସେତେବେଳେ ଘୃଣାରେ ମୁହଁ ବୁଲେଇ ଦେଇଛ। ନିଶାକର ମଦୁଆ ମାତାଲି କହି ଘୃଣାରେ ନାକ ଟେକିଛ। ଟିକେ ସ୍ନେହ ମମତା ପାଇଁ ମୁଁ କେତେ ଟହଳ ବିକଳ ହେଇଛି, ହେଲେ ତମେ ମୋ ମୁହଁକୁ ଚାହିଁନ। ଆଉ ତାପରେ ମଦ ପିଇଛି, ଡ୍ରଗ୍ସ ଖାଇଛି, ଡ୍ରଗ୍ସ, ମଣିଷ ମାରିଛି ମଣିଷ। ଆଉ ଜାଣିଛ, ଏ ମଣିଷ ଗୁଡାକୁ ଯେତେ କଲବଲ କରି ମାରିଲେ ମତେ ସେତେ ଖୁସି ଲାଗେ। କାହିଁକି ଜାଣିଛ?
ମତେ ଲାଗେ ସତେ ଯେମିତି ମୁଁ ତମ ଉପରେ ପ୍ରତିଶୋଧ ନଉଛି ପ୍ରତିଶୋଧ।